ଶ୍ରୀ ପୁରୁଷୋତ୍ତମ ଜଗନ୍ନାଥ ଚେତନା ଫାଉଣ୍ଡେସନ ତରଫରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଗୋପାଳପୁର ନିର୍ବାଚନ ମଣ୍ଡଳୀ ହୁଗୁଳାପଟ୍ଟା ଶ୍ରୀ ନୃସିଂହ ମନ୍ଦିର ଓ ଜଗନ୍ନାଥ ମନ୍ଦିର ପରିସରରୁ ଯୋଗ ସଚେତନତା ଯାତ୍ରା ଶୁଭାରମ୍ଭ ହୋଇଥିଲା। ପଥ ପ୍ରାନ୍ତ ସଭା ମାଧ୍ୟମରେ ଯୋଗର ମହିମା ମାହାତ୍ମ୍ୟ ସ୍ୱାସ୍ଥ୍ୟ ରକ୍ଷା ପାଇଁ ଯୋଗର ଆବଶ୍ୟକତା ଦିବସର ତାତ୍ପର୍ଯ୍ୟ ବିଷୟରେ ସଚେତନ କରାଯାଇଥିଲା। ଏହି ଯାତ୍ରା କ୍ରିକେଟ ପଡ଼ିଆ ଠାରୁ ବାହାରି ପଞ୍ଚାୟତ ଅଫିସ ଛକ ଗୁରୁଣ୍ଟି ଶିବ ମନ୍ଦିର ଟେକ୍ନୋ ସିଟି ଶିଶୁ ମନ୍ଦିର କୁକୁଡ଼ାଖଣ୍ଡି ବ୍ଲକ ଲୋଚାପଡ଼ା ପଞ୍ଚାୟତ ଅଫିସ ଓ କାଳୀ ମନ୍ଦିର ପରିସର ବ୍ରହ୍ମପୁର ମହାନଗର ଖଲିକୋଟ କଲେଜ ଛକ ହିଲପାଟଣା ସଂସ୍କୃତି ଭବନ ଛକ ଗୋସାଣୀ ନୂଆ ଗାଁ ଉତ୍ତରେଶ୍ୱର ମନ୍ଦିର ମୁଖ୍ୟ ସଡ଼କ ଦେଇ ରଙ୍ଗେଲୁଣ୍ଡା ବ୍ଲକ କନିସି ଗ୍ରାମ ରାମ ମନ୍ଦିର ଓ ଦିବ୍ୟ ଜୀବନ ସଂଘ ପରିସରରେ 11ତମ ଯୋଗ ଦିବସ ଯାତ୍ରା ପଥପ୍ରାନ୍ତ ସଭା ଉଦ୍ଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଭବ୍ୟ କାର୍ଯ୍ୟକ୍ରମରେ ବହୁ ସଦସ୍ୟ ଯୋଗାଚାର୍ଯ୍ୟ ବୁଦ୍ଧିଜୀବୀ ଡାକ୍ତର ଓକିଲ ଯୁବକ ଛାତ୍ର କୃଷିଜୀବୀ ସମାଜସେବୀ ବ୍ୟବସାୟୀମାନେ ସହଯୋଗ କରିଥିଲେ। ବ୍ୟୁରୋ ରିପୋର୍ଟ ସ୍ୱତନ୍ତ୍ର ଟିଭି।